ସରିଲା ନିର୍ବନ୍ଧ ବିବାହ ବନ୍ଧନେ ବାନ୍ଧି ହେବେ ରାନୀ। ରାଜା ରାନୀ ସିରିଏଲରେ ଜବରଦସ୍ତ ଆକ୍ଟିଂ କରୁଥିଲେ ରାନୀ। ଆଉ ରାନୀଙ୍କର ପ୍ରକୃତ ନାମ ହେଉଛି ଶୀତଲ। ତ ଶୀତଲ ଏବଂ ଦୀପନୀତିଙ୍କର ବାହାଘର ହେବା ପାଇଁ ଯାଉଛି। ତାଙ୍କର ଏନଗେଜମେଣ୍ଟ ଖୁବ୍ ଧୁମଧାମରେ ସରିଯାଇଛି। ଆଉ ଏଇ ତାଙ୍କର ବାହାଘର କେବେ ହେବ ଆଉ ତାଙ୍କର ଭଲ ପାଇବା କେମିତି ହୋଇଥିଲା, ଆଜି ଆସନ୍ତୁ ଏ ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା। ତ ସେଥିପାଇଁ ଆପଣମାନେ ଆଜିର ଭିଡ଼ିଓଟିକୁ ପ୍ରାୟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଏହା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଦର୍ଶକ ବନ୍ଧୁ, ଆପଣମାନେ ତ ସମସ୍ତେ ଜାଣିଥିବେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ରାଜା ରାନୀ ସିରିଏଲରେ ଖୁବ୍ ସୁନ୍ଦର ଅଭିନୟ କରୁଥିଲେ ଶୀତଲ। ଏଥିରେ ସେ ରାନୀ କ୍ୟାରେକ୍ଟରରେ ଜବରଦସ୍ତ ଆକ୍ଟିଂ କରି ଦର୍ଶକମାନଙ୍କ ମନକୁ ଜିତିବାରେ ସଫଳ ହୋଇଥିଲେ। ଆଉ ସେ ତାଙ୍କ ପାଠ ପଢ଼ା ସହିତ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଦୀପନୀତି ହେଉଛନ୍ତି ଜଣେ ବଡ଼ କଳାକାର। ସେ ଗତ ଦିନମାନଙ୍କରେ ପ୍ରତୀକ୍ଷା ଆହୁରି ଏଇଭଳି ବହୁତ ସାରା ସିନେମାରେ ଅଭିନୟ କରି ଦର୍ଶକମାନଙ୍କ ମନକୁ ଜିତିବାରେ ସଫଳ ହୋଇଥିଲେ। ଦୁହେଁ ପରସ୍ପରଙ୍କୁ ସୁଟିଂ ସେଟ୍ରୁ ଦୀର୍ଘ ଦିନ ଧରି ଭଲ ପାଇବା ପରେ ଶେଷରେ ତାଙ୍କର ନିର୍ବନ୍ଧ ସରିଯାଇଛି। ଆଉ ସେ ଖୁବ୍ ଶୀଘ୍ର ବିବାହ ବନ୍ଧରେ ବାନ୍ଧି ହେବେ। ତାଙ୍କର ନିର୍ବନ୍ଧରେ ଅଲିଉଡର ବହୁତ ସାରା ସେଲିବ୍ରିଟି ମାନେ ଆସିଥିଲେ, ତାଙ୍କୁ ଆଶୀର୍ବାଦ କରିଥିଲେ। ଉଭୟ ପରିବାର ଉପସ୍ଥିତିରେ ତାଙ୍କର ନିର୍ବନ୍ଧ ସରିଛି। ଖୁବ୍ ଶୀଘ୍ର ବାହା ହେବେ ବୋଲି ମଧ୍ୟ ଯାହା ଶୁଣିବା ପାଇଁ ମିଳୁଛି। ତେବେ ଦର୍ଶକ ବନ୍ଧୁ, ଏବେ ଶୀତଲ ଏବଂ ଦୀପନୀତିଙ୍କ ଯୋଡ଼ି ଆପଣମାନଙ୍କୁ କେମିତି ଲାଗେ ଆମକୁ ନିହାତି ଭାବରେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ।